ଦେଖନ୍ତୁ ଆମେ ଆପଣମାନେ ଯେମିତି ଜାଣନ୍ତି ଚୋରା ଗଞ୍ଜେଇ କାରବାର ଯେଉଁ ଚାଲିଛି ଗଞ୍ଜେଇ ମାଫିଆମାନଙ୍କ ଦ୍ୱାରା ତାକୁ ଧରିବା ପାଇଁ ଆମର ଚେଷ୍ଟା ଗତ ପ୍ରାୟ 6 ମାସରୁ ଉର୍ଦ୍ଧ୍ୱ ହେବ ଆମେ ସେଇ କାମରେ ଲାଗିଛୁ ଯେ ଏ ଅଞ୍ଚଳରୁ ସମ୍ପୂର୍ଣ୍ଣ ଭାବରେ କେମିତି ଗଞ୍ଜେଇକୁ ଆମେ ତାର ଚାଷ ଏବଂ ତାର ବେପାର ସବୁକିଛି ବନ୍ଦ କରିବା ପାଇଁ ଆମର ସବୁ ପ୍ରକାର ଚେଷ୍ଟା ଚାଲିଛି। ବିଭିନ୍ନ ସମୟରେ ଆମେ ଗଞ୍ଜେଇ ଧରୁଛୁ ଏବଂ ନିର୍ଦ୍ଦିଷ୍ଟ ବ୍ୟକ୍ତି ଯେଉଁମାନେ ସେ ଗଞ୍ଜେଇ ଡିଲ୍ କରୁଛନ୍ତି ସେମାନଙ୍କୁ ଆରେଷ୍ଟ କରିକି କୋର୍ଟକୁ ଚାଲାଣ କରାଯାଉଛି। ସେଇଭଳି ଗତକାଲି ଆମକୁ ଗୋଟେ ବିଶ୍ୱସ୍ତ ସୂତ୍ରରୁ ଗୋଟେ ଖବର ମିଳିଥିଲା ଯେ ପିଡ଼ିଆର ଗାଁରେ ପ୍ରଚୁର ପରିମାଣରେ ଗଞ୍ଜେଇ ମହଜୁଦ ଅଛି ଆଉ ସେମାନେ ସେଗୁଡ଼ିକୁ ଯଦି ତୁରନ୍ତ ଆମେ ଯାଇକି ସିଜ୍ ନ କରୁଛୁ ତାହେଲେ ସେମାନେ ସେଗୁଡ଼ିକୁ ଚାଲାଣ କରିଦେବେ। ଏ ଖବର ପାଇଲା ପରେ ଆମର ମୋହନା AIC ତୁରନ୍ତ ମୋତେ ଜଣାଇଥିଲେ। ଜଣାଇଲା ପରେ NDPS ଆଇନର ଧାରା ଅନୁସାରେ ସେ ADMକୁ ମଧ୍ୟ ଜଣାଇଥିଲେ। ADM ଜଣେ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍କୁ ଡେପ୍ୟୁଟ୍ କରିଥିଲେ। ଗୋଟେ ପୁଲିସ୍ ଟିମ୍ ଫର୍ମ କରାହେଇଥିଲା। କିଛି ପୁଲିସ୍ କର୍ମଚାରୀ ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟରରୁ ମଧ୍ୟ ଏଠିକି ପଠା ହେଇଥିଲା। ତାପରେ ମୋହନା, ଅଡ଼ବା, ଉଦୟଗିରି ଏ 3 ଥାନାର IIC ସେମାନଙ୍କର ସମସ୍ତ ଷ୍ଟାଫକୁ ନେଇକିରି ଏବଂ ହେଡ଼କ୍ୱାର୍ଟରରୁ ଆସିଥିବା ଷ୍ଟାଫକୁ ନେଇକି ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କ ସହିତ ସେ ଗାଁକୁ ଯାଇଥିଲେ। ଏ ଟିମ୍ର ଲିଡ୍ ନେଉଥିଲେ ଆମର SDPO ଇନଚାର୍ଜ ଯେଉଁ ଅଛନ୍ତି DSP ଅମିତାଭ ପଣ୍ଡା, ସେ ଟିମ୍କୁ ଲିଡ୍ କରୁଥିଲେ। ସେ ଗାଁକୁ ସେମାନେ ଯାଇଥିଲେ ଏବଂ ସେଠୁ ପ୍ରଚୁର ପରିମାଣରେ ଜବତ ମଧ୍ୟ ହେଇଥିଲା ଗଞ୍ଜେଇ ଏବଂ ସେଠୁ କିଛି ଆସାମୀକୁ ମଧ୍ୟ ସେ ଧରିଥିଲେ। ସେସବୁକୁ ନେଇକି ସେମାନେ ଫେରୁଥିବା ସମୟରେ ତାର ପରବର୍ତ୍ତୀ ଗାଁ ଯେଉଁ ରହିଛି ଯୁବ, ସେ ଯୁବ ଗାଁର କିଛି ଲୋକ ସେମାନଙ୍କୁ ରାସ୍ତାରେ ଗଛ କାଟିକି ପକାଇ ଏବଂ ପଥର ରଖି ରାସ୍ତା ଅବରୋଧ କରିଥିଲେ, ଯାହାଦ୍ୱାରା ପୁଲିସ ଗାଡ଼ି ଆସିବା ସମ୍ଭବପର ହୋଇନଥିଲା। ସେମାନେ ପୁଲିସ ଗାଡ଼ିରୁ ଓହ୍ଲେଇ ଏଇ ଗଛ ଏବଂ ପଥରକୁ ହଟାଇବା ପାଇଁ ଉଦ୍ୟମ କରୁଥିବା ସମୟରେ ଗ୍ରାମବାସୀମାନେ ଅତର୍କିତ ଭାବରେ ତାଙ୍କୁ ଚାରିପଟୁ ବେଢ଼ି ଯାଇଥିଲେ ଏବଂ ତାଙ୍କୁ ସେଠି ଆକ୍ରମଣ କରିଥିଲେ। ଏଥିରେ ଆମର SDPO ଏବଂ IICଙ୍କ ସମେତ 26 ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଆମର ପ୍ରାୟ 6ଟି ପୁଲିସ ଗାଡ଼ିକୁ ସେମାନେ ଭଙ୍ଗାରୁଜା ମଧ୍ୟ କରିଛନ୍ତି। ଏହାପରେ ଆମର ଜଣେ ସବ୍ ଇନ୍ସପେକ୍ଟରକୁ ମଧ୍ୟ ସେ ବେକରେ ଗାମୁଛା ଚାପିକିରି ମାରିବା ପାଇଁ ସେଠି ଚେଷ୍ଟା କରିଛନ୍ତି, ଯିଏକି ଅତି ସକ୍ରିୟ ଭାବରେ କାମ କରୁଥିଲେ ସେ ଜାଗାରେ। ତାପରେ ହେଡ଼କ୍ୱାର୍ଟରରୁ ପୁଣି ଆଉ ପୁଲିସ ପଠାଯାଇଥିଲା ଘଟଣାସ୍ଥଳକୁ ଏବଂ ଘଟଣାସ୍ଥଳରେ ସ୍ଥାନୀୟ ସରପଞ୍ଚ ଏବଂ ଅନ୍ୟ କିଛି ବ୍ୟକ୍ତି ସେଠି ପହଞ୍ଚିଥିଲେ। ଆପଣମାନଙ୍କ ଭିତରୁ ମଧ୍ୟ କିଛି ମିଡ଼ିଆ ବନ୍ଧୁ ବି ସେଠି ପହଞ୍ଚିଥିଲେ। ମିଡ଼ିଆ ବନ୍ଧୁମାନେ ନିଜ ଆଖିରେ ଦେଖିଛନ୍ତି ସେଠିକା ଦୃଶ୍ୟ କ'ଣ ଥିଲା। ଆମର ପୁଲିସ କର୍ମଚାରୀ ସେମାନଙ୍କ ସହିତ କୌଣସି ତାଙ୍କର ଦୁଶ୍ମନୀ ନଥିଲା। ସେମାନେ NDPS ଆକ୍ଟରେ ଆଇନରେ କାମ କରୁଥିଲେ, ଆଇନ ସମ୍ମତ କାମ କରୁଥିଲେ, କିନ୍ତୁ ତାକୁ ବିରୋଧ କରିକି ଏଇ ଯୁବ ଗାଁର ଯେଉଁ ଲୋକମାନେ ପୁଲିସ ପ୍ରତି ଏଭଳି ଆକ୍ରମଣ କରିଛନ୍ତି ଏବଂ ସେ ଆକ୍ରମଣର ସୁଯୋଗ ନେଇ ଗିରଫ ହୋଇଥିବା ଆସାମୀ ଯେଉଁମାନେ ଥିଲେ ପିଡ଼ିଆର ଗାଁର ସେମାନେ ମଧ୍ୟ ସେଠୁ ଏସ୍କେପ୍ ହୋଇଯାଇଥିଲେ। ସେମାନେ ପ୍ରାୟ 8 ଜଣ ଆସାମୀକୁ ଧରିଥିଲେ, ସେମାନେ ଏସ୍କେପ୍ କରିଗଲେ। ତେଣୁ ବର୍ତ୍ତମାନ ଆମେ ଏଇ ଘଟଣାକୁ ବହୁତ ଗୁରୁତ୍ୱର ସହିତ ଆମେ ନେଇଛୁ। ଖୁବ୍ ଶୀଘ୍ର ଆମେ ୟା ଉପରେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଯେଉଁମାନେ କି ପୁଲିସ ପ୍ରତି ଆକ୍ରମଣ କରିଛନ୍ତି ଏବଂ ପୁଲିସ କାମରେ ବାଧା ଦେଇଛନ୍ତି ସେମାନଙ୍କ ପ୍ରତି ଦୃଷ୍ଟାନ୍ତମୂଳକ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ସାର୍, ସେଇଠି କିଛି ପତ୍ର ବିନିମୟ ହୋଇଥିଲା ପୁଲିସ ଏବଂ ଗ୍ରାମବାସୀଙ୍କ ମଧ୍ୟରେ, କିଛି ଚୁକ୍ତିନାମା ଲେଖାଯାଇଥିଲା। ସେ ଯେଉଁ ଲିଖିତ ଚୁକ୍ତିନାମା କ'ଣ ଥିଲା ସାର୍? ସେ ଚୁକ୍ତିନାମାର କୌଣସି ମିନିଂ ନାହିଁ। ସେମାନେ ନିହାତି ଅଯୌକ୍ତିକ କଥା ଗୁଡ଼ାକ କହୁଥିଲେ। ପୁଲିସ ରାତିରେ ପେଟ୍ରୋଲିଂ କରିବ ନାହିଁ, ପୁଲିସ କାହା ଘରେ ଗଞ୍ଜେଇ ଥିଲେ ବି ରାତିରେ ସିଜ୍ କରିବ ନାହିଁ, ଏମିତି କୌଣସି ଅଗ୍ରହଣୀୟ କଥାକୁ ଆମେ ଗ୍ରହଣ କରିପାରିବୁ ନାହିଁ।
परिस्थिति पड़की जदि पुलिस आमर सेमती किसी लिखि देइथिबे बा दस्खत करिथिबे से कागज भित्तिहीन तार कौन मूल्य ना आम प्राय 200 रु ऊर्ध्व लोकों ना मामला करुछु एवं खूब शीघ्र दृढ़ कार्यानुष्ठान नबु से यार यार कारण केवल से माने आईन अज्ञता हो पारे बा से गंजेई बेपार रे जो लाभ पाउछंती लक्ष लक्ष टंकार लाभ पाउछंती सेटा भी गोटे कारण हो पारे से जहाँ भी कारण होना कहीं आम खूब शीघ्र दृढ़ कार्यानुष्ठान नबू क्या छड़ा जीव ना से गुड़ा आम करुचु आम करुचु तार व्यवस्था करुचु कहीं एथुरु छड़ा जीवे ना जो जे भी पुलिस कर्मचारी को उपरे आक्रमण करिछि ताकू आम निश्चित भाव में आईन रो परिसर भितर को बहुत जल्दी नबू।